କଥା ମୁଁ ଏଇଥିପାଇଁ ବ୍ରାହ୍ମଣଙ୍କୁ ଦକ୍ଷିଣା ମନା କହିଥିଲି। ବ୍ରାହ୍ମଣ ମାନେ ଆପଣଙ୍କୁ ଏଇ ଜିନିଷଟା ବୁଝେଇ ନାହାନ୍ତି। ମନ୍ଦିର ପାଖରେ ପ୍ରତ୍ୟେକ ବଡ଼ ବଡ଼ ମନ୍ଦିର ପାଖରେ ଦେଖିବେ ପାଣିର ସୁବିଧା ଥିବ। ଆପଣମାନେ ବାହାରୁ ଆସିଛନ୍ତି, ପାଣିରେ ଗୋଡ଼ଟି ଧୋଇଦେଲେ, ଆପଣ ମନ୍ଦିର ଭିତରକୁ ଗଲେ। ଧରି ନିଆଯାଉ ଆମ ମା ବିରଜା, ସେଠି ଆପଣ ପାଣିର ବ୍ୟବସ୍ଥା ପାଇବେ। ପୁରୀରେ ମୁଁ ଦେଖିଛି ପାଣିର ବ୍ୟବସ୍ଥା ଅଛି। ଆପଣମାନେ ବଡ଼ ବଡ଼ ଦେବାଳୟକୁ ଗଲେ ସେଠି ପାଣିର ବ୍ୟବସ୍ଥା ପାଇବେ। ଗୋଡ଼ ଧୋଇକିରି ଆପଣ ସେ ଜାଗାରେ ପହଞ୍ଚି ପାରିବେ। ସେଥିପାଇଁ ମୁଁ ଆପଣମାନଙ୍କୁ କହିଥିଲି ଏ କଥା। ଜୟ ଜଗନ୍ନାଥ। ମୁଁ ଜିତେନ୍ଦ୍ରପତି। ଆଜି ଆପଣମାନଙ୍କୁ ମୁଁ ଗୋଟେ ବିଷୟ କହିବି, ଯେଉଁଟାକି ଆମର ବ୍ରାହ୍ମଣଙ୍କୁ ଦକ୍ଷିଣା ମନା ଯେଉଁ ବିଷୟଟି ମୁଁ କହିଥିଲି, ସେ ବିଷୟରେ ଏଇଥିପାଇଁ କୁହାଯାଇଥିଲା ଆପଣମାନଙ୍କୁ ଯେ ବ୍ରାହ୍ମଣଙ୍କୁ ଦକ୍ଷିଣା ମନା। ଯେଉଁ ବ୍ରାହ୍ମଣମାନେ ଜିଦ୍ଦି କରିକି ମନ୍ଦିରରେ ମାଗୁଛନ୍ତି ପଇସା ଦିଅ ବୋଲିକି, ନହେଲେ ଭୋଗ ହବନି, ସେଇ ହିସାବରେ ମୁଁ ବ୍ରାହ୍ମଣମାନଙ୍କୁ କହିଥିଲି। ଆପଣମାନେ ବହୁତ ସମର୍ଥନ କରିଛନ୍ତି ଫେସବୁକରେ, ଯାହାଫଳରେ ମୋତେ ଆଉ ଗୋଟେ ଭିଡ଼ିଓ କରିବାକୁ ପଡ଼ିଲା। ବହୁତ ବ୍ରାହ୍ମଣମାନେ ମୋତେ ଅଭିଯୋଗ କରିଛନ୍ତି ଯେ ମୁଁ ଏ ବ୍ରାହ୍ମଣମାନଙ୍କ ବିରୁଦ୍ଧରେ କହୁଛି ବୋଲିକି। ପ୍ରଥମ ଜିନିଷ ହେଉଛି, ବ୍ରାହ୍ମଣମାନଙ୍କ ବିରୁଦ୍ଧରେ ମୁଁ କାହିଁ କହିବି? ଯଦି ବ୍ରାହ୍ମଣମାନେ ଠିକ୍ ରହନ୍ତେ ତାହେଲେ ମୋତେ କହିବାକୁ ପଡ଼ନ୍ତା ନାହିଁ। ଏଇଥିପାଇଁ ଯେଉଁ ବିଷୟଟାକୁ ମୁଁ କହିଥିଲି ଆପଣମାନେ ବୁଝିବା ପାଇଁ ଚାହିଁଛନ୍ତି, ସେ ବିଷୟଟି ଏଇଆ। ଆମେ ଯେତେବେଳେ ମନ୍ଦିର ଯାଉଛେ, ମନ୍ଦିରର ଗୋଟେ ପବିତ୍ରତା ଅଛି, ସ୍ୱଚ୍ଛତା ଅଛି। ଆମେ ସେ ସ୍ୱଚ୍ଛତାକୁ ଜାଣିବା ନିହାତି ଦରକାର। ସ୍ୱଚ୍ଛତା କ'ଣ? ସ୍ୱଚ୍ଛତା ହେଉଛି ଆମେ ଯେତେବେଳେ ମନ୍ଦିର ଆମେ ଯାଉଛେ ଗାଧେଇକି, ଆମର ନିଜର ଦେହର ଯେଉଁ ବସ୍ତ୍ର, ତାକୁ ଆମେ ଯେତେବେଳେ ଦେହର ବସ୍ତ୍ରଟିକୁ ଆମେ ଧାରଣ କରୁଛେ, ସଫା ସୁତୁରା ହେଇଥିବା ଦରକାର ପ୍ରଥମ। ହଁ, ଆପଣମାନେ ବହୁତ ସଫା ସୁତୁରାରେ ଯାଉଛନ୍ତି, ଠିକ୍ ଅଛି। ସମସ୍ତେ ଆଜ୍ଞା ଗୋଟେ ପ୍ରଶ୍ନରେ ରହିଛନ୍ତି, ଆମେ କେତେ ସ୍ୱଚ୍ଛତାରେ ରହିଲେ ଆମ କଥା ଭଗବାନ ବୁଝିବେ, ଆଉ ଆମ କଥା, ଆମର ଯେଉଁ ମନର ଭିତରେ ଅଛି ମନୋକାମନା, ସେ କେମିତି ପୂରଣ ହେବ? ଆଜ୍ଞା ଦେଖନ୍ତୁ, ବ୍ରାହ୍ମଣ ଏତେ କଥା କରୁଛନ୍ତି, ମନ୍ତ୍ର ପାଠ କରିକିରି ମାନେ ମନ୍ଦିର ମାନଙ୍କରେ ପୂଜା ତାଙ୍କର ବିଧିବିଧାନ ହିସାବରେ କରୁଛନ୍ତି, କିନ୍ତୁ ବ୍ରାହ୍ମଣମାନେ କେବେ ବି ଶାନ୍ତି ପାଇନାହାନ୍ତି ଆପଣଙ୍କ ଦ୍ୱାରା। ସେ ଆହୁରି ପଇସାର ଲୋଭ ରଖିଛନ୍ତି ତାଙ୍କ ପାଖରେ। କ'ଣ, ଆପଣ ତ ଠାକୁରଙ୍କ ପାଖକୁ ଯାଉଛନ୍ତି, ଠାକୁରଙ୍କୁ କହୁଛନ୍ତି ପ୍ରଭୁ ମୋର ଏମିତି କରିଦିଅ, ମୋର ସେମିତି କରିଦିଅ, ମୋ ପିଲାଟିକୁ ବାହା କରିଦିଅ, ମୋର ପଇସା ଦରକାର, ଘର ଖଣ୍ଡେ କରିପାରୁନି, ବହୁତ ପ୍ରକାରର ଆପଣ କହୁଛନ୍ତି। ଯାହା ବି ହେଲେ ଆପଣଙ୍କର କଥା ଭଗବାନ ଶୁଣୁଛନ୍ତି। ଆପଣ ଯେତେବେଳେ ଖାଲି ଓଡ଼ିଆରେ କହିଦେଉଛନ୍ତି ଆପଣଙ୍କ କଥା ଭଗବାନ ଶୁଣୁଛନ୍ତି, ବ୍ରାହ୍ମଣ ମନ୍ତ୍ର ପଢ଼ି ଆପଣଙ୍କର ଏତେ ବଡ଼ କାର୍ଯ୍ୟ କଲା ପରେ ବି ବ୍ରାହ୍ମଣ ନିଜର କାହିଁକି କିଛି କରିପାରୁନି? ନିଜର ବହୁତ ପ୍ରକାରର ଅଶାନ୍ତି ଅସୁବିଧାରେ କ'ଣ ପାଇଁ? ଏଇଟା ଆପଣମାନଙ୍କର ପ୍ରଶ୍ନ ନିହାତି ଉଠିବା ଦରକାର। ବ୍ରାହ୍ମଣକୁ ଏତେ ଦେଲା ପରେ ବି ସେ କହୁଛି ମୋର ଆହୁରି ଦରକାର। ଏଇଟା ଆପଣମାନେ ନିଶ୍ଚିତ ଭାବରେ ଜାଣିଛନ୍ତି। ଏଇଥିପାଇଁ ମୁଁ କହିଥିଲି ବ୍ରାହ୍ମଣଙ୍କୁ ଦକ୍ଷିଣା ମନା। କାହିଁକି ଯେ ଆପଣଙ୍କୁ ନିଜେ ଭାବନ୍ତୁ ମୁଁ କ'ଣ ପାଇଁ କହିଥିଲି। ତ ସମସ୍ତେ ସମର୍ଥନ କରିଛନ୍ତି, ମୋତେ ବି ବହୁତ ଲୋକ ପ୍ରଶ୍ନ କରିଛନ୍ତି। ଆଉ ଏଠି ମୁଁ ପବିତ୍ରତା କ'ଣ ମୁଁ ଆପଣମାନଙ୍କୁ ବୁଝେଇ ଦେଉଛି। ପବିତ୍ରତା ସମସ୍ତେ ଜାଣିଛନ୍ତି ପବିତ୍ରତା କ'ଣ, କିନ୍ତୁ ପବିତ୍ରତା ଗୋଟେ ଏମିତି ଜିନିଷ। ଦେଖନ୍ତୁ, ଆପଣ ଘରୁ ବାହାରିଲେ ମନ୍ଦିରକୁ ଯେତେବେଳେ ଯିବେ, ଯଦି ବି ସାଙ୍ଗ ହେଇକି ଯାଉଛନ୍ତି
ନିଜେ କଥା ହେବେନି, ଆପଣଙ୍କ ପାଖାପାଖି ଯେଉଁମାନେ ଥିବେ ତାଙ୍କ ସହିତ କଥା ହେବେନି। ପ୍ରଥମ କଥା ନ ହେବାର କାରଣଟା ବି କହିଦେଉଛି। କଥା ହେଲେ ଆପଣଙ୍କ ପାଟିରୁ ଛେପଟିଏ ନିହାତି ବାହାରିବ। ଆପଣ ଦେଖିଥିବେ ଧୂଳିଟିଏ ଝାଡ଼ିଦେଲା ପରେ ସେ ଦେଖାଯାଉନି, କିନ୍ତୁ ତାକୁ ଭଲକରି ନିରୀକ୍ଷଣ କରି ଦେଖିଲେ ଧୂଳିଟିଏ ଉଡ଼ୁଥିବ, ଆପଣଙ୍କ ମୁହଁ ପାଖରେ ଉଡ଼ୁଥିବ। ସେଇଭଳି ଟାଇପ୍ର ଛେପ ଯେତେବେଳେ ଆପଣଙ୍କ ପାଟିରୁ କଥା କହୁଛନ୍ତି, ମୁଁ ଯେତେବେଳେ ବି ଏବେ କଥା କହୁଛି ନିଶ୍ଚିତ ଭାବରେ ମୋ ପାଟିରୁ ଛେପ ବାହାରୁଥିବ। ଯାହା ବି ହଉ, ଏଇଥିପାଇଁ ଆମେ କଥା କହିବା ମନା। କଥା ଆମେ କହିବାନି, ଆମେ ମନ୍ଦିର ଯିବା। ମନ୍ଦିର ଗଲେ ଆମର ଯେଉଁ ଭୋଗଟି ଆମେ ଧରିକି ଯାଉଛେ, ଗୋଟେ ପାତ୍ରରେ ଆମେ ଭୋଗ ଧରିକି ଯାଉଛେ, ସେ ଭୋଗ ଉପରେ କୌଣସି ଆପଣଙ୍କର ଛେପ ପଡ଼ିବ ନାହିଁ। ଇଏ ପ୍ରଥମ ଗଲା। ଦ୍ୱିତୀୟରେ ଆପଣ ପାଦରେ କିଛି ପିନ୍ଧିବେନି। ପାଦରେ ପିନ୍ଧିଲେ ଭୋଗଟି ମାରା ହେଲା, ଆପଣ ବି ମାରା ହେଲେ। ସେଥିପାଇଁ ଆପଣ ଭୋଗ ନେଇକି ଗଲାବେଳେ ପାଦରେ ଚପଲ ପିନ୍ଧିବେନି। କିନ୍ତୁ ଏଠି ବି ମାରା ହେବେ, ଚପଲ ନ ପିନ୍ଧିଲେ ବି ମାରା ହେବେ। କେମିତି ମାରା ହେବେ? ରାସ୍ତାରେ ଯାଉଛନ୍ତି, ଅନେକ ଲୋକ ରାସ୍ତାରେ ଛେପ ପକାଇଛନ୍ତି, ସେଇଟା ବି ମାରା ହେଲେ ଆପଣ। ଏଠି କ'ଣ କରିବେ? ଚାର, ବହୁତ ପ୍ରକାରର ଚାର ଅଛି। ଆପଣ ଯଦି ଚାରକୁ ଚାହିଁବେ, ଏତେ ଚାର ଅଛି, ଆପଣ ଭୋଗ କରିବା ବି ଭୁଲିଯିବେ। ଆପଣ ଯେଉଁ ଭୋଗଟି ନେଉଛନ୍ତି ମନ୍ଦିରକୁ, କେବଳ ଭୋଗ ମନ୍ଦିରରେ କେବଳ ଚଳୁ କଲେ, ବ୍ରାହ୍ମଣ ତାଙ୍କର ଚଳୁ କଲେ, ଆପଣ ଆଣି ଘରେ ଖାଇଦେଲେ। କିନ୍ତୁ ଭଗବାନ ସେ ଭୋଗକୁ ପାଇଲେ ନାହିଁ। ଯଦି ଆପଣ ଭଗବାନଙ୍କୁ ଭୋଗ ଚଢ଼ାଇବା ପାଇଁ ଚାହୁଁଛନ୍ତି, ମନ୍ଦିର ଆଖପାଖରେ ଯେଉଁ ଭୋଗ ଦୋକାନଟି ଅଛି, ସିଏ ଭୋଗ ଦୋକାନରୁ କିମ୍ବା ମନ୍ଦିର ଭିତରେ ଯଦି କୌଣସି ଦେବାଳୟ ଭିତରେ ଆମର ବହୁତ ସେବକମାନେ ଭୋଗର ଆଶରା ରଖିଥାନ୍ତି। ଅବଶ୍ୟ ରେଟ୍ କଥା ମୁଁ କହିପାରିବିନି। ହଁ, ଜଣେ ଜଣେ କହିବେ ଯେ ରେଟ୍ ଏଠି ମନ୍ଦିର ଭିତରେ ବହୁତ ରେଟ୍ ନେଉଛନ୍ତି। ରେଟ୍ କଥା ମୁଁ କହିପାରିବିନି। ଆପଣଙ୍କୁ ପସନ୍ଦ ହେଲେ ଆପଣ ନେବେ, ନହେଲେ ନ ନେବେ ସେଟା ମୁଁ କହିବିନି। କିନ୍ତୁ ଭୋଗ ନେବାର ଚାରଟା ମୁଁ କହୁଛି। ଭୋଗ ନେବାର ଚାରଟା ମୁଁ ଆପଣଙ୍କୁ ଜଣେଇଲି। ଆଉ ଭୋଗ ନେଇକରି ମନ୍ଦିରକୁ ଯେତେବେଳେ ଯିବେ, ବ୍ରାହ୍ମଣକୁ ଛୁଇଁବେନି, ତଳେ ଭୋଗ ଥୋଇଦେବେ। ସେ କିଛି ଗୋଟେ ପାତ୍ର ରଖିଥିବେ, ସେ ପାତ୍ର ଉପରେ ଥୋଇଦେବେ। ସେ ପାତ୍ରରୁ ବ୍ରାହ୍ମଣ ଟେକିକି ନେବ। କାହିଁକି? ଆପଣ ବାଇଚାନ୍ସ ଆପଣ ଯଦି କୌଣସି ଜାଗାରେ କାହାକୁ ଗୋଟେ ଛୁଇଁ ଦେଇଛନ୍ତି ଅଜାଣତରେ, ଆପଣଙ୍କର ଭୋଗ ମାରା ହେଇଛି, ବ୍ରାହ୍ମଣ ଭଗବାନଙ୍କ ପାଖରେ ରହିଛି, ଯଦି ଭଗବାନଙ୍କର ସ୍ଥାନ ବ୍ରାହ୍ମଣ ଛୁଉଁଛି, ନିଶ୍ଚିତ ଭାବରେ ତାକୁ ବି ପାପ ଲାଗୁଛି। ପାପ ଗୋଟେ ଶବ୍ଦ ଅଛି। ଆପଣ ଭାବୁଛନ୍ତି ପାପ ଗୋଟେ କିଛି ନାହିଁ ବୋଲିକି, ପାପ ଗୋଟେ ଶବ୍ଦ ଅଛି। ଆଉ ପାପ ପୁଣ୍ୟ ନଥିଲେ ଆମ ସାରା ଜଗତ ଚାଲନ୍ତା ନାହିଁ। ଯାହା ବି ହଉ, ଆଉ ଆପଣମାନେ ଯେତେବେଳେ ମନ୍ଦିରକୁ ଯାଉଛନ୍ତି, ମନ୍ଦିରରୁ ଘରକୁ ଫେରିବା ପର୍ଯ୍ୟନ୍ତ କାହାରି ସହିତ କଥା ହୁଅନ୍ତୁ ନାହିଁ। ଯଦି ଆପଣଙ୍କର ଅନ୍ୟାନ୍ୟ ବଜାରକୁ ଯାଉଛନ୍ତି, ମାନେ ମନ୍ଦିରକୁ ଯାଉଛନ୍ତି, ମନ୍ଦିରରୁ ଗଲାବେଳେ ବଜାରଟି ପଡ଼ୁଛି, ବଜାରରେ ବହୁତ କିଛି କାର୍ଯ୍ୟ ଅଛି, ବଜାରରେ ଆପଣ ସାରିକିରି ଫେରିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଆପଣ ଦ୍ୱିତୀୟ ଥର ଆଉ ଥରେ ଆସନ୍ତୁ। ମନ୍ଦିର ଫାଷ୍ଟ ଗଲାବେଳେ ଇଏ କାମ କରନ୍ତୁ ନାହିଁ। ମନ୍ଦିର ଯାଇକିରି ଘରକୁ ଫେରିଲା ପରେ, ଘରକୁ ଫେରି ସାରିବେ, ଆପଣଙ୍କର ଭୋଗ ଘରେ ଥୋଇବେ, ତାପରେ ଆପଣ ପୁଣି ଥରେ ବଜାରକୁ ଆସିବେ। ଏଇଟାକୁ ଚାର କୁହାଯାଏ। ବ୍ରାହ୍ମଣଙ୍କୁ ଛୁଇଁବେନି। ଯାହା ଦକ୍ଷିଣା ଦେବା କଥା ଆପଣ ଦେଖନ୍ତୁ, ବ୍ରାହ୍ମଣ ଆଜିକାଲି 2 ଟଙ୍କା ନେଉନାହାନ୍ତି, 5 ଟଙ୍କା ପର୍ଯ୍ୟନ୍ତ ବି ନେଉନାହାନ୍ତି, 10 ଟଙ୍କା ପର୍ଯ୍ୟନ୍ତ ବି ବେଳେବେଳେ ବ୍ରାହ୍ମଣମାନେ ଅଶାନ୍ତି ହେଉଛନ୍ତି। ଆପଣ ଦେଖନ୍ତୁ, ବଜାରର ରେଟ୍ ଦେଖନ୍ତୁ, ବଜାର ଯେଉଁ ହିସାବରେ ଚାଲିଛି, ଆପଣ ସେଇ ହିସାବରେ କିଛିଟା ବ୍ରାହ୍ମଣଙ୍କୁ ସହଯୋଗ କରିବେ। ଯେହେତୁ ସେ ପାଳିଟିଏ ସମ୍ଭାଳୁଛି, ଦିନମାନର ତା'ର ମଜୁରୀ ଗୋଟେ ଅଛି। ନିଶ୍ଚିତ ଭାବରେ ଆପଣ ସମସ୍ତଙ୍କର ମଜୁରୀ ଅଛି, ବ୍ରାହ୍ମଣର ସେମିତି ମଜୁରୀଟିଏ ଅଛି। ଆପଣ ସେଇ ମଜୁରୀ ହିସାବରେ ଆପଣ ବ୍ରାହ୍ମଣଙ୍କୁ ଦେବେ କିଛି ଦକ୍ଷିଣା। ଦେଖନ୍ତୁ, ଯଦି ଆପଣ ଭାବୁଥିବେ ମନ୍ଦିରରେ 500 ଲୋକ ଆଉଛନ୍ତି, ସିଏ 10 ଟଙ୍କା ହେଲା ବେଳକୁ ତା'ର ଗୁଡ଼ାଏ ପଇସା ରୋଜଗାର କଲାଣି, ମଜୁରୀଠୁ ଢେର ଅଧିକା ହେଲାଣି। ଯେଉଁ ଦିନମାନ ସେ ବସୁଛି, ଗୋଟେ ଦିନରେ ଟୋଟାଲ୍ ଆସୁନି, ତା'ର ବାଲାନ୍ସ ଟୋଟାଲ୍ ଆସୁନି, କେହି ତାକୁ ଦକ୍ଷିଣାଟିଏ ଦେଉନାହାନ୍ତି। ସେଠି କ'ଣ କରାଯିବ? ଆପଣ ସେଇଟାକୁ ଭାବନ୍ତୁ। ଯାହା ବି ହଉ, ଆପଣଙ୍କ ବିବେକ ଯେମିତି କହୁଥିବ ଯେତିକି ଟଙ୍କା ଦେଲେ ବ୍ରାହ୍ମଣ ଶାନ୍ତି ହେବ, ସେଇ ହିସାବରେ ଟଙ୍କା ଦେବେ। ଯଦି ଧରି ନିଆଯାଉ, ମୁଁ କହିବି ଆପଣ 20 ଟଙ୍କାଟେ ଦେଲେ, ମୁଣ୍ଡା 20 ଦେବେନି, 1 ଟଙ୍କା ଅଧିକା ଦେବେ। ବ୍ରାହ୍ମଣଙ୍କୁ ଯେତେବେଳେ ଦେବେ, ଅଖଣ୍ଡ ପଇସା ଦେବେ, ଖଣ୍ଡିକିଆ ପଇସା ଦେବେନି। ଅଖଣ୍ଡ ପଇସା ଦେଲେ ଆପଣଙ୍କୁ ପୁଣ୍ୟ,
ବ୍ରାହ୍ମଣ ଯେତେବେଳେ ଛୁଇଁଲା ତା ଦେହରେ ବେଦ ପଇତା ଅଛି ନା, ସେଥିପାଇଁ ଅଖଣ୍ଡ ଜିନିଷ ଦିଆଯାଏ। ଆହୁରି କିଛି ମତ ଅଛି, ଆ ଦେହରେ ବହୁତ କିଛି ମତ ଅଛି ବ୍ରାହ୍ମଣଙ୍କୁ କାହିଁକି ଅଖଣ୍ଡ ପଇସା ଦିଆଯାଏ। ଆ ଉପରେ ଗୋଟେ ବିଷୟ କରାଯିବ, ଆପଣମାନେ ସେ ବିଷୟ ବି ଦେଖିବେ ଆଗାମୀ ଭିଡ଼ିଓରେ। ଯାହା ବି ହେଉ ଆପଣମାନେ ଏ କାମଟି କରନ୍ତୁ, ଚାରରେ ଚାଲନ୍ତୁ। ଚାରରେ ନଗଲେ ଆପଣମାନେ କୌଣସି ଫଳ ପାଇବେନି। ତ ଏଇଟା ସିଧା କଥା, ସତ କଥା। ଆଉ ମୁଁ ଏଇଥିପାଇଁ ବ୍ରାହ୍ମଣଙ୍କୁ ଦକ୍ଷିଣା ମନା କହିଥିଲି। ବ୍ରାହ୍ମଣମାନେ ଆପଣଙ୍କୁ ଏଇ ଜିନିଷଟା ବୁଝେଇ ନାହାନ୍ତି। ମନ୍ଦିର ପାଖରେ, ପ୍ରତ୍ୟେକ ବଡ଼ ବଡ଼ ମନ୍ଦିର ପାଖରେ ଦେଖିବେ ପାଣିର ସୁବିଧା ଥିବ। ଆପଣମାନେ ବାହାରୁ ଆସିଛନ୍ତି, ପାଣିରେ ଗୋଡ଼ଟି ଧୋଇଦେଲେ, ଆପଣ ମନ୍ଦିର ଭିତରକୁ ଗଲେ। ଧରି ନିଆଯାଉ ଆମ ମା ବିରଜା, ସେଠି ଆପଣ ପାଣିର ବ୍ୟବସ୍ଥା ପାଇବେ। ପୁରୀରେ ମୁଁ ଦେଖିଛି ପାଣିର ବ୍ୟବସ୍ଥା ଅଛି। ଆପଣମାନେ ବଡ଼ ବଡ଼ ଦେବାଳୟକୁ ଗଲେ ସେଠି ପାଣିର ବ୍ୟବସ୍ଥା ପାଇବେ, ଗୋଡ଼ ଧୋଇକିରି ଆପଣ ସେ ଜାଗାରେ ପହଞ୍ଚି ପାରିବେ। ସେଥିପାଇଁ ମୁଁ ଆପଣମାନଙ୍କୁ କହିଥିଲି ଏ କଥା। ଯାହା ବି ହେଉ ଆପଣମାନେ ବହୁତ ଜ୍ଞାନୀ, ଆପଣମାନେ ବୁଝିଥିବେ ଏ କଥାଟାକୁ। ଆଉ ଅଧିକା କିଛି ଚାର ଉପରେ କହିବିନି। ଚାର ପାଇଁ ଆଉ ଆପଣ କମେଣ୍ଟ ଦିଅନ୍ତୁ, ଯେମିତି କମେଣ୍ଟ ଦେଉଛନ୍ତି ସେମିତି ଦିଅନ୍ତୁ। ମୁଁ ବି କିଛି ଶିକ୍ଷା ପାଉଛି ଆପଣମାନଙ୍କର କମେଣ୍ଟରେ, ମୁଁ ବି ବହୁତ କିଛି ଶିକ୍ଷା ପାଉଛି। ଯାହା ବି ହେଉ ଆପଣମାନେ ଆଜି ଏତିକି ଜାଣନ୍ତୁ। ଆଗାମୀ ଅଧ୍ୟାୟରେ ପୁଣି ଆଉ ଗୋଟେ ବିଷୟ ଜାଣିବା। ତାପରେ ମୋ କଥା ଟିକେ ବଡ଼ ହେଉଛି, ଆପଣଙ୍କୁ ଏଇଥିପାଇଁ କହୁଛି ଯେ ବହୁତ କିଛି ଜିନିଷ ଅଛି ଆପଣମାନେ ଜାଣିନାହାନ୍ତି। ଯଦି ଆପଣଙ୍କୁ ବ୍ରାହ୍ମଣମାନେ ନ ଜଣାଇଛନ୍ତି, ମୋ ଚ୍ୟାନେଲ୍ ମାଧ୍ୟମରେ ଆପଣମାନେ କିଛି ପାଇବେ। ଯାହା ବି ହେଉ କଥା ତ ଅନେକ ଅଛି। ମୁଁ ଆଗାମୀ ଭିଡ଼ିଓରେ ପୁଣି ଆଉ ଗୋଟେ ବିଷୟ ଆପଣଙ୍କ ପାଖକୁ ଆଣିବି। ରହିଲି, ନମସ୍କାର।